ନାଇଁ ମ ଆଙ୍କ ପଛରେ ଅନେଇ ଆମେ ଗୋଡେଇବାଟା ହଉଛି ଆମର ବୋକାମି। କାହିଁକି ଆମକୁ ତମେ ଏଥର ନ ଠିଆ ହେଇକି ଆମକୁ ଟିକେଟ ଖଣ୍ଡକ ଦେଲେ ଆମେ ଠିଆ ହେଇଛୁ। ଏ ବାପା ମୋର ବା ଏଇଥରକ ଲାଷ୍ଟ। ଫକୀରା କଣ କରିବା ମା ଆଉ ନଡା 1000 ଖଣ୍ଡେ କୋଉଠି ଦେଖ ଏ ଘରଟା ଛାଉଣି କରିଦେବି। ଏଇଟା ତ ଏଇ ତାଙ୍କଠାରୁ ମାଗି ଯାଚିକି ଯାହା ହଉ 1500 କିଏ 200 ଏମିତି ନଡା ଦେଲେ। ଆଉ ଲୋକଙ୍କ ସିନା ଚାଷ ହାତରେ କାଟିଲେ କି କୋଉଠି ନଡା ବିକିବ ସମୟ ତ ମେସିନ ଉପରେ ନିର୍ଭର କଲେ। ମୁଁ ନଡା ପାଇଁ 500 ନଡାକୁ 3 ଜଣ ଘରୁ 100 କାହା ଘରୁ 150 ଆଉ ନଡା ବର୍ତ୍ତମାନ 100 କୁ 250 ଟଙ୍କା ନେଲେ ତୁ ଚିନ୍ତା କଲୁ। ହଁ ବା ସେ ଛତୁ ବେପାରୀ ନେଇଯାଉଛନ୍ତି ତ ଛାଡ ବସ କଥା। ସେ ଯୋଉ ଆମେ ଭିଡିଓ କରିନଥିଲେ ସେଟା ଯଦି ଦାଦା ଦେଖିଦବ ସେ ଭିଡିଓ ତା ମୁଣ୍ଡ ଖରାପ ହେଇଯିବ। ଯୋଉ ଖରା ବେଳେ ପକେଇଥିଲେ କାମ କଥା ସିଏ ଦେଖି ସାରିବ। ସେ ଖାଲି ଫଁ ହବ ମାମୁଁ ଆସିଲେ ଦେଖିବି। ସିଏ ହଉ ଶଳା ଆଙ୍କ ପଛରେ ଆମେ କାହିଁ ଗୋଡେଇ। ଏଇ ଦେଖୁନୁ ଜଣେ କିଏ ଭାଇ ଲେଖିଛନ୍ତି କୋଉ ବିଜୟନାଥ ନା କଣ ଜଣେ ଲେଖିଛନ୍ତି ଭାଇ ତମେ ପଳେଇ ଆସ ଜାପାନରେ ମୋର ତେଲ କମ୍ପାନୀରେ କାମ କରିବ ଆଉ ତମ ରାସନ କାର୍ଡ ଫଟୋ ଆଉ ଫଟୋ ପଠାଅ। ରାସନ କାର୍ଡ ବା ତୁମ ବାବା ସ୍ୱାଇଁ ପାଖରେ। ହଁ ସେଇ କଥା ବା ଲୋକ ସାହାଯ୍ୟ କରିବାକୁ ଅନେଇ ବଇଛନ୍ତି କିନ୍ତୁ ଦେଖୁନ ଆମ ପାଖରେ ରାସନ କାର୍ଡଟେ ନାହିଁ। ନା ମ ତୋ ସକାଶେ ମୋ ଜୀବନ ନଷ୍ଟ ହେଇଗଲା। ମୁଁ କହୁଛି ସେ ଲୋକ ଭଲ ନୁହେଁ। ନାଇଁ ମାମୁଁ ପଛରେ ଗୋଡେଇବା ଆମକୁ କୋଉଠି ନଗେଇ ଦବ ନା ଉଠେଇ ଦବ। ଶୁଣୁ ସବୁ ମଣିଷଙ୍କର ଗୋଟେ ଆଶା ଥାଏ ଇଏ ମୋର ନିଜ ଲୋକ ମୋ ପାଇଁ କଣ କରିବ। ନା ମ ସେମାନେ ଶଳା କାହା ନମସ୍କାର ଆମେ ଚଉଚା ଫକୀରା ତମେ କଣ ଭିଡିଓ ପକେଇଛ? ଭିଡିଓ ଏଇ କୋଉଠି କାମ ଫାମ କିଏ କଣ କାମ ଫାମ ବେ ମୁଁ ଦେଖିନି ତମେ ଭାବୁଛ? ତମକୁ ବା ମୁଁ କାଲି ଯୋଉ ବିଲରେ ବସେଇକି ଏତେ ସମୟ ବୁଝେଇଲି ତମକୁ। ବୁଝେଇଲେ କଣ ହବ ପେଟ ପାଟଣା କଥା ଆମେ ଆଉ କେତେ ଦିନ ଆଉ କଣ ପେଟ ପାଟଣା କଥା ମୁଁ କଣ ତମକୁ ଦଉନି ନା ମୋ ଠାରୁ ନଉନ ପଇସା ପତ୍ର? ଦଉଛ କୋଉଠି 4 ହାତ ସେ କଂକ୍ରିଟ ରୋଡ କୋଉଠି କାହାର ଇନ୍ଦିରା ଆବାସ 2ଟା କରେଇଦେ ତୁ 500 ନେ ସିଏ 500 ନେ। ଚାଉଳ କିଣିବାକୁ ଆମ ଘରେ ପଇସା ନାହିଁ। ସାର୍ଟ ଖଣ୍ଡେ କିଣିବାକୁ ଧଳା ସାର୍ଟ 2-4ଟା ଦେଇଦେଇଛ ଆମେ ପିନ୍ଧି ବୁଲୁଛୁ। ଆଉ କଣଟା ତମେ ଦେଇଛ କହିଲ? ଏବେ ତମକୁ ବା କହିଲି ଏଇଥରକ ମୁଁ ଜିତି ସାରିଲା ପରେ ସବୁ କରିଦେବି ବୋଲିକା। ତମେ ବା ଆମକୁ 40 ବର୍ଷ ହେଲା ସେଇଆ କହୁଛ ଯେ ମୁଁ ଏଇଥରକ ଜିତି ସାରେ ତମର ସବୁ କରିଦେବି। ତମ ଘର କେଡେ 2 ମହଲା ଘର ଟାଇଲି ଫାଇଲି ମାର୍ବଲ ପଡିକି ପୁଣି ଇଟାଲିଆନ ଟାଇଲି ପଡିଛି। ଦେଖିଲ ମାମୁଁ ମୋ ଘର ଅବସ୍ଥାକୁ ଦେଖିଲ। ଘର ହବ ତା ଦେହରେ ମଣିଷ ରହିବେ? ଏଇ ଖରା ଦିନ ଆଇଲାଣି ବର୍ତ୍ତମାନ ଝାଞ୍ଜି ପବନ ଦବ କେତେବେଳେ ଉଠାଣିଆ ବର୍ଷା ହବ। ଏଇ ମାନେ ସନ୍ଧ୍ୟା ହେଲେ କୋଉଠି ସାପ ପଶିଯାଉଛି କୋଉଠି ବେଙ୍ଗ ପଶିଯାଉଛି ଜରି ତଳେ। ଭାଇ ଅନେକ ତମକୁ ପାରି ହବନି। ତମକୁ ମୁଁ ଏଟା କଥା ବୁଝେଇବି ତମେ ମୋରି ପଛରେ ପଡିଛ। ତମକୁ ମୁଁ ଏଇ 2024 ଇଲେକ୍ସନ ସରିଯାଉ ତମକୁ ମୁଁ ମନ୍ତ୍ରୀ ପଦ ଦେଇଦେବି। କଣ ଆମେ କଣ ଏମିତି ଘରେ ଶୋଇଲେ ମନ୍ତ୍ରୀ ହେଇଯିବୁ? ଆବେ ତମେ ଜିତିବ କେମିତି କଣ କୋଉଠି ହବ ସେଇ ବ୍ୟବସ୍ଥା ମୁଁ କରିଦେବି। ତମେ କାଇଁ ବ୍ୟସ୍ତ ହଉଛ? 6 ଥର ହେଲେଣି ସରପଞ୍ଚ କୋଉ ଥରେ କଥା ଆମକୁ କୋଉଠି ଆରେ ତୁ ଠିଆ ହଉନୁ ୱାର୍ଡ ମେମ୍ବରରେ କେବେ କହିଲଣି? ନାଇଁ ମ ଆଙ୍କ ପଛରେ ଅନେଇ ଆମେ ଗୋଡେଇବାଟା ହଉଛି ଆମର ବୋକାମି। କାହିଁକି ଆମକୁ ତମେ ଏଥର ନ ଠିଆ ହେଇକି ଆମକୁ ଟିକେଟ ଖଣ୍ଡକ ଦେଲେ ଆମେ ଠିଆ ହେଇଛୁ। ଏ ବାପା ମୋର ବା ଏଇଥରକ ଲାଷ୍ଟ। ମୁଁ ଏଇଥରକ ଲାଷ୍ଟ ତାପରେ ତମ 2 ଜଣ ଭିତରୁ ଯାହାକୁ ହେଲେ ଠିଆ କର। ତମେ ତାପରେ କହିବ ମୋର ଟିକେ ସ୍ୱପ୍ନ ରହିଗଲା ରତନା ଟା ଠିଆ ହଉ। ରତନା ଯଦି ପାଠ ସାଠ ପଢୁନି ନହେଲେ ନାଇଁ ଚୁଟକୁଲା ଠିଆ ହଉ। ତମକୁ ଆମେ ଜାଣିନୁ ଲେଡିଜ ଗୋଟା ହେଲେ ତମରି ମାଇଣ୍ଡ ଠିଆ ହବ ହଉଛି ନହେଲେ ନାଇଁ ରତନା ସ୍ତ୍ରୀ ଠିଆ ହଉଛି। କାହିଁକି ତମେ ଠିଆ ହଉଛ? ନାଇଁ ନାଇଁ ମୁଁ ବା ତାପରେ ତମକୁ 2024 ଯିବ 2029 ବେଳକୁ ମୁଁ ତମକୁ ଠିଆ କରିବି। ଆଉ ସେ କାହାଣୀ ଆମର ଶୁଣିବା ଆମକୁ ଦେଖା ହଉନି କି ଆମେ ବି ସ୍ୱପ୍ନ ଦେଖିବାକୁ ଚାହୁଁନୁ। ଆମେ ବି ସେଇଟା ସ୍ଥିର କରୁଛୁ ଆମେ ଆମ ତାର ମୋର ଯଦି ସେ କୋଉଠି ଭାଇ ମାନଙ୍କୁ କହିଥିଲୁ ଆଜି ଗୋଟେ ଭିଡିଓ ପକେଇଥିଲୁ ଯଦି କିଏ କୋଉଠି ଡାକିଲା କୋଉଠି ଯିବୁ କୋଉଠି କାମଧନ୍ଦା କରିବୁ ନହେଲେ ଆମେ ଭାବୁଛୁ ଯାତ୍ରା ପାଟିରେ ପଳେଇବୁ। କଣ ଯାତ୍ରା ପାଟିରେ ପଳେଇବ? ଯାତ୍ରା ପାଟିରେ ବହୁତ ଚିହ୍ନା ଅଛନ୍ତି ଡାଇରେକ୍ଟର ପ୍ରଡ୍ୟୁସର ସବୁ ଚିହ୍ନା। କୋଉ ଯାତ୍ରା ପାଟିରେ ଯିବ? ସେ ଭିକାରୀ ଭାଇ କହିଥିଲା ସେ କାହ୍ନା ଭାଇ କହିଥିଲା କହିଲା ତମେ ଆସ ମୁଁ କଥା ହେଇଛି ମାଲିକଙ୍କ ସହିତ। ନାଇଁ ମୁଁ ନାଇଁ ସାଡେ କୁଆଡେ ଯାଉନ। ମୋର ଗୋଟେ ସାଙ୍ଗ ଅଛି ଯାଉନ। ମୋ ସାଙ୍ଗର ଗୋଟେ ଯାତ୍ରା ପାଟି ଅଛି। ସେଠି କଣ କରିବୁ ବାଉଁଶ ପୋତିବୁ? ନହେଲେ ବାଙ୍ଗାଲୋର ଯାଉନ। ବାଙ୍ଗାଲୋରରେ କଣ କରିବୁ? ମୋର ଗୋଟେ ସାଙ୍ଗ ଅଛି ସେଠି କଣ ରଞ୍ଜିତ ଓଝା। ରଞ୍ଜିତ ଓଝା ନା କଣ କରିବୁ ତା ପାଖରେ ଯାଇକି? ତା ପାଖରେ ହୋଲ୍ଡିଂ କରିବ। ଆମେ ଜାଣିପାରିଲେ ସିନା ହବ। ସେ ପଠେଇଥିଲ ତମର ଯୋଉ ସାଙ୍ଗ ଯୋଉ ରାଜେଶ ଓଝା ଯୋଉ ଅଛନ୍ତି ବାଙ୍ଗାଲୋରରେ ତା ପାଖକୁ ଥରେ ମଝିରେ ଆମକୁ ପଠେଇଲ ଯେ ଖାଇ ପିଇକି ବସେଇଲେ ଆମକୁ କାମ ଜାଣିନ ଘରକୁ ପଳା।
ସେମିତିଆ ତମେ ଯେମିତି ତମ ସାଙ୍ଗସାଥି ଯେମିତି ନାଇଁ ନାଇଁ ତମେ କଣ ଫାଇନାଲ ମତେ ଫାଇନାଲ ଆମେ ଯାହା ଚିନ୍ତା କରୁଛୁ ଆଜି ସଞ୍ଜ ବେଳକୁ ସେ କମେଣ୍ଟ ଗୁଡା ଦେଖିବୁ ଯଦି କମେଣ୍ଟ ଭଲ କୋଉଥିରୁ ଲୋକମାନେ ଅଧିକା ଦେଇଛନ୍ତି ଯଦି ବହୁତ ଲୋକ ତ ଲେଖିଛନ୍ତି କିଏ ମଦ ବେପାର କର କିଏ ଗଞ୍ଜେଇ ବେପାର କର କିଏ ରାଜନୀତି କର ଯୋଉ ଗୁରା ଆମେ ଘୃଣା କରୁ ସେଇଗୁରାକୁ ଲୋକ ବେଶୀ ଲେଖିଛନ୍ତି ଆମେ ତ ସେଗୁରା କରିବାର ନାହିଁ ବାକି ଆମେ ଭାବିଛୁ 2-4 ଜଣ ଭାଇ ଦାଦା ନେଇଛନ୍ତି ଯାତ୍ରା ପାଟିକି ପଳା ଆଉ ଗୋଟା ଦିଟା ଜାଗାରୁ ବି ଅଫର ଆଇଲାଣି ସେ କଣ 16 ଲକ୍ଷ କହୁଛନ୍ତି ବେ ପଳେଇବୁ ସେଇଥିରେ 32 ଲକ୍ଷ ପାଇବୁ ପ୍ୟାକେଜ ଆଉ ବର୍ଷିକିଆ ଆଉ ତମେ 2 ଜଣ ଏଇଆ ଘର ଦ୍ୱାର ଛାଡିକି ଟିକେ ରହିବାକୁ ପଡିବ ପଡିବ ତମେ 2 ଜଣ 16 ଲକ୍ଷ ଟଙ୍କା ଲେଖା ପାଇବ ତମେ ଯେମିତି କଥାବାର୍ତ୍ତା କରୁଛ ତମେ ମତେ ଫାଇନାଲ କର ମତେ ଏଠି ମଝି ନଈରେ ଛାଡି ଦେଇକି ତମେ କୁଆଡେ ବାହାରିଲ ତମ ବ୍ୟବସ୍ଥାରେ କାଇଁ ଆମେ କଣ ତମକୁ କହୁଛୁ ସବୁ ବର୍ଷ ରାଜନୀତିରେ ଆସ ବୋଲିକା ତମେ ରହିଯାଉନ ଆଉ କଣ ଲୋକ ନାହାନ୍ତି ଠିଆ ହେବେ କୋଉଠି ଠିଆ ହେବେ ମୁଁ ତ ଗୋଟାଏ ଲୋକ ମୁଁ ଠିଆ ହେବି ଆଉ କିଏ ଠିଆ ହେବେ ତମେ ଜବରଦସ୍ତିଆ ଠିଆ ହଉଛ ନା ଆଉ ଡରେଇ ତମକୁ ଧମକେଇ କେହି ଭଲ କି ଆଉ। ପାଉଛନ୍ତି ତମେ କଣ ଇଏ ହଉଛ ଅନ୍ୟ ଲୋକଙ୍କୁ କାହାକୁ ଦଉନ ଛାଡ ତମେ ତମର ଯାହା କରୁଛ କର ଆମେ ଆମ ନିଜ ବାଟ ଯିବୁ ନା ସବୁଦିନ ତମ ପଛରେ ରହି ଜିନ୍ଦାବାଦ କହିବୁ ସେଗୁରା ଆମର ଆଉ ହେଇପାରିବ ଆପଣଙ୍କ ଡରେଇଲ ଧମକେଇଲ ଭଲ ଲୋକଟା ଠିଆ ହେଇଥିଲା ତାକୁ କହିଲେ ତୋ ପୁଅକୁ କିଡନାପ କରିନେବି ଏମିତି କରିବି ସେମିତି କରିବି ସିଏ ଡରି ମରିକି ରହିଲା କିଏ ଆଲ ଜିତିଲ ଅନକଣ୍ଟେଷ୍ଟରେ ସେ ବ୍ୟବସ୍ଥା ହେଇପାରିବନି ମୁଁ 2024 ଜିତି ସାରିବୁ ତାପରେ ତମେ ଯୁଆଡେ ଯିବ ହଁ ତମେ ସେମିତି ସ୍ୱପ୍ନ ଦେଖ କଣ ସ୍ୱପ୍ନ ଦେଖ ନାଇଁ ନାଇଁ ଆମେ ଆମେ ତ ରହିବୁନୁ ତମ ଆମେ ସାଙ୍ଗରେ ଯଦି ଆଉ। ତମ ସାଙ୍ଗରେ ରହିବୁ ତାହେଲେ ଆମକୁ 20 ଲକ୍ଷ ଲେଖା 40 ଲକ୍ଷ ଟଙ୍କା ଦିଅ ଆମେ ତାହେଲେ ରହିବୁ ନହେଲେ ନାହିଁ ତମେ ରଘୁଆ ତମ ଶଳାର ପୁଅ ବେଲିକା ତାକୁ ଆଣିକି ପୁରେଇ ଦେଇଛ 20 ଟଙ୍କା ଖର୍ଚ୍ଚ ହେଲେ ରଘୁଆ ଦେଲୁ 20 ଟଙ୍କା ଦାଦା କହିଛନ୍ତି ନା ଦାଦାଙ୍କୁ ଫୋନ କରୁନ ସିଏ ଆମକୁ ଦେଖଉଛି ସିଏ ଆମକୁ ହାରକିନି ଦେଖଉଛି ହାଁ? ଆମେ କୋଉଠି ଟଙ୍କାଟା କାଲି ପାଇବୁନୁ? ଦେଖୁନୁ ଆମେ ଆମର ଯାଇଛୁ ମାମୁଁ ଆଉଛନ୍ତି ବୋଲି ଖୁସିରେ ସେ କହୁଛି ଆଉ ଇଏଟା ମୁଣ୍ଡଉନୁ ଟଲି ବ୍ୟାଗଟା ମ ସିଏ ଆମକୁ ଯେମିତି Order ଦଉଛି। ଅର୍ଡର ଦଉଛି ସେ ବ୍ୟବସ୍ଥା ନାହିଁ କେତେ ପଇସା ନ କଣ 40 ଲକ୍ଷ ଟଙ୍କା ତମେ ନବ କହୁଛ ହଁ 40 ଲକ୍ଷ ଟଙ୍କା ଦେଖିଛ ଦେଖିବୁ କଣ ଆମେ ନ ଦେଖିଥିଲେ ଏଇ ବର୍ଷ ଦେଖିବୁ ଛାଡ ସେଗୁଡା ସେ ନାଇଁ ଫାଇନାଲ ମୁଁ 15 ଲକ୍ଷ ଟଙ୍କା ଲେଖା ଦେବି ରହିବ ନା ନାଇଁ ନାଇଁ 15 ଲକ୍ଷ ନୁହେଁ ଆମକୁ 16 ଯାତ୍ରା ପାର୍ଟି ବାଲା କହିସାଇଲେଣି ଏଇଥରକ ମୁଁ ଟିକେ ଜିତିଯାଏ ତମ ବ୍ୟବସ୍ଥା ମୁଁ କରେଇ ଦେବିନି କଣ ବ୍ୟବସ୍ଥା କରିଦବ ତମେ ଜିତିଲେ ଯା ନ ଜିତିଲେ ବି ତା ଏଇବା ମୋ ବୋଉର ଯୋଉ ଲୁଗା ଲିଷ୍ଟ କଟି ଯାଇଛି ସେ ଯୋଉଟା କଣ ଲୁଗା ସିଏ ତ ଗଭର୍ଣ୍ଣମେଣ୍ଟ ତ ଦଉଛି ତମର କଣ ଫାଟୁଛି ତମେ କଣ କାଟି ଦେଇଛ ତମ ଖୁଡି କହୁଛନ୍ତି ନାଇଁ ଦିଆହବନି ଲୁଗା ଲୁଗା ନ ଦବା ଦାଦା ତାପରେ ଆମକୁ କିଏ ଚିହ୍ନିବ ଆଇ ଶୁଣୁ ମୋର ଦୋତାଲା କୋଠା କରିଛି ହେଲା ତମ 2 ଜଣଙ୍କ 3 ଡାଲା ଲେଖା କୋଠା କରିଛି ନା ଆମର ଆମର ଏଇ ଚାଳ ଘର ଦରକାର ଠିକ ନାହିଁ। ଆମର ଗରମ ହଉଛି ମୁଁ ବା ଏଇଥରକ କରିଦେବି ବ୍ୟସ୍ତ କାହିଁ ହଉଛ 3 ଡାଲା କୋଠା କଣ କହୁଛ 15 ଲକ୍ଷ ଟଙ୍କା ଦେବି 3 ଡାଲା କୋଠା କରିବି ଆଉ ତମେ ମାମୁଁ ଯାଅ ଆମେ ସନ୍ଧ୍ୟା ବେଳକୁ ଆମେ କଥା ହେଇ 2 ଜଣ କଣ କରିବୁ କଥା ମତେ ମଝି ନଈରେ ବୁଡେଇବନି କହିଦେଲି ନାଇଁ ଆମେ ତମକୁ ନୁହେଁ ଆମର ବି କିଛି ମନ ନାହିଁ କିଛି ନାହିଁ ଆମର ବହୁତ ଲୋକ ଅଛନ୍ତି ସେମାନେ ମତାମତ ଦେବେ ନାଇଁ ତମେ ବାବା ସ୍ୱାଇଁ ସାଙ୍ଗରେ ରୁହ କି ରାଜନୀତିରେ ରୁହ କି ଯାତ୍ରା ପାଟିରେ ରୁହ କି ମଦ ଦୋକାନ କର ଗଞ୍ଜେଇ ଦୋକାନ କର ସେମାନେ ଯାହା କହିବେ ଆମେ ସେଇଆ କରିବୁ ନା ନାଇଁ ଦେଖିଲୁ ମତେ ଲୋକ କେତେ ଭଲ ପାଉଛନ୍ତି ବୋଲିକା ମୁଁ ସେଇପଟେ ଆଉ ଦେଲି କାବୁଲି ମତେ କହିଲା କାବୁଲି ବାବା ଯିବୁ ଏଇନେ ଗୋଟା ସାଧା ପାନ ଖାଇ ଦେଇଯା ଆଉ ଲୋକ ଇଏ କହୁଛନ୍ତି ତମରି ଆଗରେ ଲୋକ ଖାଲି ଖୋଗୁଛନ୍ତି ଖାଇବା ପାନ ଖାଇଦିଅ ମାନେ ମାମୁଁ ତମେ ଟଙ୍କା 50 ପଇସା ବି ଛାଡୁନ ଯୋଉଠି 5 ମିଳିଲା ସେ 50 ପଇସା ବି ଅଣ୍ଟରେ ସିଏ ତାର କଣ ଥବ ମାନେ ଇଏ ପାଇଁକା ଦେଇଥବ କିଏ ତାର ହଁ ତାର ବା ବୋଉର ଭତ୍ତା ହବ ଆଉ ସେ ମାମୁଁ ପଛରେ ନାଗିଛି ହଉ ଦାଦା ତମେ ଯାଅ ଆମେ ମାଇଣ୍ଡ ମେକଅପ କରି କହିବୁ ଆଉ ମତେ କହିବ ହଁ। ଗାଡିରେ ତେଲ ଦେଇଛି ଆମେ ଟିକେ ନେଇ ଆସିବୁ ତମ ଗାଡିରୁ ତେଲ ସରିଗଲାଣି ଆଉ ଏଇଥିରେ ବାହାରିଛ ରାଜନୀତି ପଇସା ଗୁରା କାଢୁନ ଆଉ ଚାପିକି ଧଇଲେ କଣ ଆଉ ହବ ନା କଣ ଆଖୁନ ଟିକେ ନେଇ ଆସିବୁ ନୁଙ୍ଗିଟା ପିନ୍ଧୁଛୁ ହଉ ଆ ନୁଙ୍ଗୁ ପ୍ୟାଣ୍ଟ ପିନ୍ଧିକି ଆ ଘରୁ ଆ ହଉ 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 ମୁଁ ଏଠି ଗାଡି ଧରିକି ଠିଆ ହେଇଛି ହଉ ଭାଇ ମାନେ ତମକୁ ଆମେ ଗୋଟେ ଅନୁରୋଧ କରୁଛୁ ଆମେ କଣ କରିବୁ ବାବା ସିଧା ପାଖରେ ରହିବୁ ନା କଣ ଭାଇ ମାନେ ଯାହା କହିବେ ଆମେ କରିବୁ ନା ଆମେ ଆମ ବ୍ୟବସ୍ଥା କଣ ଦେଖିବୁ ତମେ ଯାହା କହିବ ଆମେ ସେଇଆ କରିବୁ କିନ୍ତୁ ଆମେ ଆଉ ବାହାରକୁ ଯିବୁନୁ ଭାଇ ବାହାରକୁ ଗୋଟେ ଯିବୁ। ବୟସ ଅଛି ଆମେ ଜାପାନ ଯିବୁ ତମେ କହୁଛ ଆସ ଜାପାନରେ ତେଲ କମ୍ପାନୀରେ କାମ କରିବୁ ରାଜନୀତି ଗଞ୍ଜେଇ ମଦ ଏଗୁରା ଛାଡୁ ଦୂରେଇକି ଆଉ କଣ କରିପାରିବୁ ସେଇଟା କୁହ ବାବା ସ୍ୱାଇଁ ପାଖରେ ରହିବୁ ଯଦି କହିବ ଆମେ ରହିବୁ ମାଡି ମଗଜ ହେଇକି ଆଉ କଣ କଣ କରିବୁ କରିବୁ ଆଉ
ପେଟ ବକ ମୁହଁ ଲାଜ କଲେ କଣ ହବ? କଣ ଲାଭ? ରଖୁଛୁ, ନମସ୍କାର। ବୁଝିବା ଲୋକ ନିଶ୍ଚିନ୍ତ କିଛି ଆଦିରୁ ବୁଝି ଯାଇଥିବେ।